ଓଡ଼ିଆ ବ୍ୟାକରଣର ମାରାଥନ୍ କ୍ଲାସ୍‌କୁ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ। ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍‌ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ବିଶେଷ୍ୟ ଟପିକ୍‌ର 2 ନମ୍ବର କ୍ଲାସ୍‌କୁ ଆପଣ ସମସ୍ତଙ୍କୁ ସ୍ୱାଗତ। ପୂର୍ବ କ୍ଲାସ୍‌ରେ ଆମେ 50ଟି ଇମ୍ପୋର୍ଟାଣ୍ଟ ଏମ୍‌ସିକ୍ୟୁ ଡିସ୍କସନ୍ କରିଥିଲୁ। ଆଜିର କ୍ଲାସ୍‌ରେ ଆଉ କିଛି ଏମ୍‌ସିକ୍ୟୁ ଡିସ୍କସନ୍ କରିବା, ଅପସନ୍ ୱାଇଜ୍ ବୁଝିବା କାହିଁକି ଉତ୍ତରଟି ହେଲା। ତେଣୁ ଟପିକ୍‌ଟି ଆପଣଙ୍କର ଫୁଲ୍ କଭର୍ ହେଇପାରିବ। ତେଣୁ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଆପଣ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ସବୁଦିନ ଏମିତି ଓଡ଼ିଆ ବ୍ୟାକରଣ ଅଲଗା ଟପିକ୍ ଗୁଡ଼ିକର ଭିଡ଼ିଓ ପାଇବା ପାଇଁ ଆପଣ ବେଲ୍ ନୋଟିଫିକେସନ୍‌କୁ ଅଲ୍‌ରେ ସେଟ୍ କରିଦେବେ। ତେଣୁ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। କ୍ୱେଶ୍ଚନ୍ ଗୁଡ଼ିକ ଦେଖନ୍ତୁ ଆପଣ ଟୋଟାଲ୍ ଯେତିକି ଆମର ଏମ୍‌ସିକ୍ୟୁ ଡିସ୍କସନ୍ ଅଛି ସେଇ ଅନୁସାରେ ଆପଣ କେତେଟି ରହିଲା କମେଣ୍ଟ ସହିତ ମୋତେ ଜଣେଇବେ। ଆଉ କ'ଣ ଦରକାର ଅଛି ଆପଣ ଜଣେଇଦେଲେ ମୁଁ ସେଇ ଅନୁସାରେ ଭିଡ଼ିଓ ତିଆରି କରିବି। ତେଣୁ ଯିବା ପ୍ରଥମ କ୍ୱେଶ୍ଚନଟି ଦେଖିବା କ'ଣ 51 ନମ୍ବର। ଫାର୍ଷ୍ଟ କ୍ୱେଶ୍ଚନଟି ଅଛି କ'ଣ? ଧ୍ୱନି ସଂକେତ ପଦ୍ଧତିବଦ୍ଧ ଓ ଶୃଙ୍ଖଳିତ ହୋଇ ଉଚ୍ଚାରିତ ହେଲେ ତାହାକୁ ଡ୍ୟାଶ୍ ହୁଏ। ହେଲା, କ'ଣ କହିଲା ନା ଧ୍ୱନି ସଂକେତ ପଦ୍ଧତିବଦ୍ଧ ଓ ଶୃଙ୍ଖଳିତ ହୋଇ ଉଚ୍ଚାରିତ ହେଲେ ତାହା ଡ୍ୟାଶ୍ ହୁଏ। ଅପସନ୍ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ, ଭାଷା। ତେଣୁ ଏଇଟାର କ'ଣ ଉତ୍ତରଟି ହେବ? ଭଲ କ୍ୱେଶ୍ଚନଟି ଥିଲା। ହେଲା, ସଠିକ୍ ଉତ୍ତରଟି ହେବ ଅପସନ୍ ନମ୍ବର ଇ ଯେଟା କ'ଣ ଭାଷା କୁହନ୍ତି। ଧ୍ୱନି ସଂକେତ ପଦ୍ଧତିବଦ୍ଧ ଆଉ ଶୃଙ୍ଖଳିତ ଯଦି ହେଇଥିବ, ଧ୍ୱନି ଗୁଡ଼ିକ କ'ଣ ହେଇଥିବ? ଶୃଙ୍ଖଳିତ ହୋଇଥିବ ଆଉ ପଦ୍ଧତିବଦ୍ଧ ହେଇଥିବ। ଗୋଟେ ନିର୍ଦ୍ଦିଷ୍ଟ ପଦ୍ଧତି ଥିବ ତାର ଲେଖିବା ପାଇଁ। ହେଲା, ତାକୁ ହୋଇ ଉଚ୍ଚାରିତ ହେଲେ ତାକୁ କ'ଣ କୁହନ୍ତି? ଆମର ଅପସନ୍ ନମ୍ବର ଇ ଯେଟା କ'ଣ କୁହନ୍ତି? ଭାଷା ବୋଲି କହିଥାନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା। ବଢ଼ିଆ ବଢ଼ିଆ କ୍ୱେଶ୍ଚନ ଅଛି। ହେଲା, ଏକ ବା ଏକାଧିକ ବର୍ଣ୍ଣ ଦ୍ୱାରା ଗଢ଼ା ଯାଇଥିବା ସାର୍ଥକ ଶବ୍ଦ ମିଳିତ ହୋଇ ଭାବ ପ୍ରକାଶ କଲେ ତାକୁ କ'ଣ ବୋଲି କୁହନ୍ତି? ହେଲା, ଅପସନ୍ ଗୋଟେ କ'ଣ ଅଛି? ଉକ୍ତି, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ। ଏକା ବା ଏକାଧିକ ବର୍ଣ୍ଣ ଦ୍ୱାରା ଗଢ଼ା ଯାଇଥିବା ସାର୍ଥକ ଶବ୍ଦ ମିଳିତ ହୋଇ ଭାବ ପ୍ରକାଶ କଲେ ତାକୁ କ'ଣ ବୋଲି କୁହାଯିବ? ନା ଅପସନ୍ ନମ୍ବର ଏ ଯେଟା କ'ଣ କୁହନ୍ତି? ଗୋଟେ ନିର୍ଦ୍ଦିଷ୍ଟ ଉକ୍ତି ବୋଲି କୁହାଯିବ। ବୁଝିପାରିଲେ? ନେକ୍ସଟ ଦେଖିବା। ସାର୍ଥକ ବା ସ୍ୱାଧୀନ ହୋଇ ଭାବ ପ୍ରକାଶ କରୁଥିବା ଉକ୍ତିକୁ ଆମେ କ'ଣ ବୋଲି କହିଥାଉ? ହେଲା, ସାର୍ଥକ ଆଉ ସ୍ୱାଧୀନ ହୋଇ ଯଦି ଭାବ ପ୍ରକାଶ ସେ କରୁଛି କ'ଣ ବୋଲି କହିଥାଉ? ଅପସନ୍ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ। ତେଣୁ ଆମେ କ'ଣ କହିଥାଉ ସେଟାକୁ? ନା ଅପସନ୍ ନମ୍ବର ସି ଯେଟା କ'ଣ କୁହନ୍ତି? ନା ବାକ୍ୟ ବୋଲି କହିଥାଉ। ସାର୍ଥକ ଆଉ ସ୍ୱାଧୀନ ହୋଇ ଯଦି ଭାବ ପ୍ରକାଶ କରୁଥିବା ଉକ୍ତିକୁ ହେଲା କ'ଣ କୁହନ୍ତି? ଆମର ବାକ୍ୟ ବୋଲି କହିଥାନ୍ତି। ନେକ୍ସଟ ହେଲେ କ'ଣ? ଭାବ ପ୍ରକାଶରେ ସମର୍ଥ ଆଉ ସାର୍ଥକ ଶବ୍ଦ ଗୁଡ଼ିକର ସମାହାରକୁ କ'ଣ ବୋଲି କହିଥାଉ? ଭାବ ପ୍ରକାଶରେ ସମର୍ଥ ଆଉ ସାର୍ଥକ ଶବ୍ଦ ଗୁଡ଼ିକର ସମାହାରକୁ କ'ଣ ବୋଲି କୁହନ୍ତି? ଅପସନ୍ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ। ହେଲା, ତେଣୁ କ'ଣ ବୋଲି କହିଥାଉ? ନା ଅପସନ୍ ନମ୍ବର ସି ଯେଟା କ'ଣ କୁହନ୍ତି? ନା ବାକ୍ୟ ବୋଲି କହିଥାଉ। ନେକ୍ସଟ ଅଛି କ'ଣ? ବାକ୍ୟରେ ଶବ୍ଦ ଭାବ ବୋଧକ ହୋଇ ବ୍ୟବହୃତ ହେଲେ ତାକୁ କ'ଣ ବୋଲି କୁହନ୍ତି? ଯଦି ବାକ୍ୟରେ କ'ଣ ହେଇଥିବ? ଶବ୍ଦ ଗୁଡ଼ିକ ଭାବ ବୋଧକ ହୋଇ ବ୍ୟବହୃତ ହେଉଥିବ ତାକୁ ଆମେ କ'ଣ ବୋଲି କହିଥାଉ? ଅପସନ୍ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ ଆଉ ପ୍ରକୃତି। ହେଲା, ଆମେ କ'ଣ ବୋଲି କହିଥାଉ ସେଟାକୁ? ନା ଅପସନ୍ ନମ୍ବର ସି ଯେଟା କ'ଣ? ନା ଆମେ ପଦ ବୋଲି କହିଥାଉ। ବୁଝିପାରିଲେ? ନେକ୍ସଟ ଅଛି କ'ଣ? ସାର୍ଥକ ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାକୁ କ'ଣ ବୋଲି କୁହନ୍ତି? ଯଦି ସାର୍ଥକ ଶବ୍ଦ ଗୁଡ଼ିକ ଯଦି ବାକ୍ୟରେ ବ୍ୟବହୃତ ହଉଥିବ ତାକୁ ଆମେ କ'ଣ ବୋଲି କହିଥାଉ? ଶବ୍ଦ, ପ୍ରତିପାଦକ, ପଦ ନା ପ୍ରକୃତି? କ'ଣ ବୋଲି କହିଥାଉ? ନା ଅପସନ୍ ନମ୍ବର ସି ଏଟା କ'ଣ କୁହନ୍ତି? ନା ପଦ ବୋଲି ଆମେ କହିଥାଉ। ମନେ ରହିବ। ନେକ୍ସଟ ହେଲା କ'ଣ? ଶବ୍ଦରେ କିଛି ଯୋଗ ହୋଇ ଥାଉ ବା ହୋଇ ନଥାଉ ତାହା ବାକ୍ୟରେ ବ୍ୟବହୃତ ହୋଇ ଭାବ ପ୍ରକାଶ କଲେ ତାକୁ କ'ଣ ବୋଲି କହିଥାଉ? ଶବ୍ଦ ଯଦି କିଛି ଯୋଗ ହେଇଥାଉ ବା ନ ହେଇଥାଉ ହେଲା, ତାହା ଯଦି ବାକ୍ୟରେ ବ୍ୟବହୃତ ହୋଇ ଭାବ ପ୍ରକାଶ କରେ ତାକୁ କ'ଣ ବୋଲି ଆମେ କହୁ? ଅପସନ୍ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ ନା ପ୍ରକୃତି? ତେଣୁ ଆମେ କ'ଣ ବୋଲି କହିଥାଉ? ନା ଅପସନ୍ ନମ୍ବର ସି ଯେଟା କ'ଣ କୁହନ୍ତି? ପଦ ବୋଲି କହିଥାଉ। ଶବ୍ଦ ଯଦି ଯୋଗ ହେଇଥାଉ ବା ନ ହେଇଥାଉ ହେଲା, ଯଦି ସେ ଭାବ ପ୍ରକାଶ କରୁ ତାକୁ କ'ଣ ବୋଲି କହିଥାଉ? ନା ପଦ ବୋଲି କହିଥାଉ। ନେକ୍ସଟ ହେଲା କ'ଣ? ବାକ୍ୟରେ ବ୍ୟବହୃତ ସାର୍ଥକ ଶବ୍ଦର ମୂଳ ରୂପକୁ କ'ଣ ବୋଲି କୁହାଯାଏ? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି। ହେଲା, ଯଦି ବାକ୍ୟରେ ଗୋଟେ ଆମର ସାର୍ଥକ ଶବ୍ଦର ମୂଳ ରୂପକୁ ଆମେ କ'ଣ ବୋଲି କହିଥାଉ? ଅପସନ୍ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ, ପ୍ରକୃତି। ହେଲା, ତେଣୁ କ'ଣ ବୋଲି କହିଥାଉ? ଯଦି ସାର୍ଥକ ଶବ୍ଦର ମୂଳ ରୂପ ଯଦି ବ୍ୟବହୃତ ହେଇଛି ଆଉ ତାର ମୂଳ ରୂପଟାକୁ କ'ଣ ବୋଲି କହିଥାଉ? ନା ଅପସନ୍ ନମ୍ବର ବି ଯେଟା କ'ଣ? ପ୍ରତିପାଦକ ବୋଲି କହିଥାଉ। ମନେ ରଖିଥିବେ। ନେକ୍ସଟ ଅଛି କ'ଣ? ଡ୍ୟାଶ୍ ଏକ ଶବ୍ଦ ରୂପ। ହେଲା, ଡ୍ୟାଶ୍ ହଉଛି ଏକ ଶବ୍ଦ ରୂପ। ଅପସନ୍ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ ନା ପ୍ରକୃତି? କୋଉଟା ହଉଛି ଗୋଟେ ଶୁଦ୍ଧ ରୂପ? ହେଲା, ଅପସନ୍ ନମ୍ବର କୋଉଟା ଠିକ ହବ? ନା ବି ଯେଟା କ'ଣ? ପ୍ରତିପାଦକ। ହେଲା, ପ୍ରତିପାଦକ ହଉଛି ଗୋଟେ କ'ଣ? ଶୁଦ୍ଧ ରୂପ। ମନେ ରଖିଥିବେ। ନେକ୍ସଟ ଅଛି କ୍ୱେଶ୍ଚନଟି କ'ଣ ଦେଖିବା। କେଉଁଟିରେ କିଛି ବିଭକ୍ତି ସୂଚକ ଚିହ୍ନ ବା ପ୍ରତ୍ୟୟ ବା ଅନ୍ୟ ବର୍ଣ୍ଣ ଲାଗି ନଥାଏ? ଏଥିରୁ କୋଉଟାରେ କୌଣସି ବିଭକ୍ତି ଲାଗେନି, ସୂଚକ ଲାଗେନି, ଚିହ୍ନ ଲାଗେନି, ପ୍ରତ୍ୟୟ ଲାଗେନି, ଅନ୍ୟ ବର୍ଣ୍ଣ ବି ଲାଗି ନଥାଏ। ହେଲା,
ଅପସନ୍ ଗୁଡ଼ିକ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ ନା ପ୍ରକୃତି? କୋଉଟାର ଆମର କିଛି ବିଭକ୍ତି ଲାଗେନି, ଚିହ୍ନ ଲାଗେନି, ପ୍ରତ୍ୟୟ ଲାଗେନି, କିଛି ବର୍ଣ୍ଣ ବି ଲାଗେନି। ତେଣୁ ସଠିକ ଉତ୍ତରଟି କ'ଣ? ନା ଅପସନ୍ ନମ୍ବର ବି ସେଟା କ'ଣ? ପ୍ରତିପାଦକ। ମନେ ରଖିଥିବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନଟା ଅଛି। କୋଉଥିରେ? ପ୍ରତିପାଦକ ଏଗୁଡ଼ା ସବୁ କିଛି ଲାଗେ ନାହିଁ। ନେକ୍ସଟ ହେଲା କ'ଣ? ଅନ୍ୟ ଶବ୍ଦ ବା ବର୍ଣ୍ଣାଦି ସୂଚକ ଏହା ସହିତ ମିଶି ବା ଯୋଗ ହୋଇ ଯୌଗିକ ଶବ୍ଦ ରୂପେ ଗଠନ କରିପାରୁଥିବା ଶବ୍ଦର ମୂଳ ରୂପକୁ କ'ଣ କୁହାଯାଏ? ହେଲା। ଅପସନ୍ ଗୁଡ଼ିକ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ ନା ପ୍ରକୃତି? ହେଲା, ବଢିଆ କ୍ୱେଶ୍ଚିନଟି ଥିଲା। ଅନ୍ୟ ଶବ୍ଦ ବା ବର୍ଣ୍ଣାଦି ସୂଚକ ଏହା ସହିତ ମିଶି ବା ଯୋଗ ହୋଇ ଯୌଗିକ ଶବ୍ଦ ସୃଷ୍ଟି ଗଠନ କରିପାରୁଥିବା ଶବ୍ଦର ମୂଳ ରୂପକୁ କ'ଣ ବୋଲି ଆମେ କହିଥାଉ? ତେଣୁ ସଠିକ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ବି ସେଟା କ'ଣ କୁହନ୍ତି? ପ୍ରତିପାଦକ। ଟିକେ ଆଗରୁ ଏଟା ପଢିକି ଆସିଲୁ ଆମେ ନା। ନେକ୍ସଟ ହେଲା କ'ଣ? ପ୍ରତିପାଦକ କାହାର ନାମକୁ ବୁଝାଏ? ଏଇ ଯୋଉ ପ୍ରତିପାଦକ ଆମେ ଏତେବେଳେ ପଢିକି ଆସିଛୁ ଏଟା କାହାର ନାମକୁ ଗୋଟେ ବୁଝାଏ? ଅପସନ୍ ଗୁଡ଼ିକ କ'ଣ ଅଛି? ଜାତି, ବସ୍ତୁ, ପଦାର୍ଥ ବା ଗୁଣ, ଆଉ ପ୍ରାଣୀ ଓ ଅପ୍ରାଣୀ ବାଚକ ନା ସମସ୍ତ? ହେଲା, ତେଣୁ ସଠିକ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଇ ଯେଟା କି ସମସ୍ତ। ମାନେ ସେ ଉଭୟ ଜାତି, ବସ୍ତୁ, ପଦାର୍ଥ ବା ଗୁଣ, ପ୍ରାଣୀ, ଅପ୍ରାଣୀ ବାଚକ ସମସ୍ତଙ୍କୁ ବୁଝଉଛି କୋଉଟା? ନା ପ୍ରତିପାଦକଟା। ନେକ୍ସଟ ହେଲା କ'ଣ? ଭାବ ପ୍ରକାଶ କାଳରେ ପ୍ରାଣୀ ଅପ୍ରାଣୀ ବାଚକ ନାମକୁ ନ ବୁଝାଇ ନିର୍ଦ୍ଦିଷ୍ଟ କାର୍ଯ୍ୟର ପ୍ରକୃତି ବା ଅର୍ଥକୁ ବୁଝାଉଥିଲେ କ୍ରିୟାର ମୂଳ ରୂପ କ'ଣ କୁହାଯାଏ? ହେଲା, ଭାବ ପ୍ରକାଶ କାଳରେ ହେଲା ପ୍ରାଣୀ ଅପ୍ରାଣୀ ବାଚକ ନାମକୁ ନ ବୁଝାଇ ନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରକୃତି ବା ଅର୍ଥକୁ ବୁଝାଉଥିଲେ କ୍ରିୟାର ମୂଳ ରୂପକୁ ଆମେ କ'ଣ ବୋଲି କହିଥାଉ? ଅପସନ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ ନା ପ୍ରକୃତି? କ'ଣ ବୋଲି ଆମେ କହିଥାଉ? ନା ଅପସନ ନମ୍ବର ଡି ଏଟା କ'ଣ? ପ୍ରକୃତି ବୋଲି କହିଥାଉ। ମନେ ରଖିଥିବେ। ନେକ୍ସଟ ଅଛି କ'ଣ? କ୍ରିୟାବାଚକ ପଦର ମୂଳ ରୂପ ବା ପ୍ରକୃତିକୁ କ'ଣ କୁହାଯାଏ? ମୂଳ ରୂପ ଯେଟା ସେଟା ପ୍ରକୃତି ଆମେ କୁହନ୍ତି। ହେଲା, ତେଣୁ ଆମର କ୍ରିୟାବାଚକ ପଦର ମୂଳ ରୂପ ବା ପ୍ରକୃତି ଆମେ କ'ଣ ବୋଲି କହିଥାଉ? ଅପସନ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ, ପ୍ରକୃତି, ଧାତୁ? କ'ଣ ବୋଲି କହିଥାଉ? କ୍ରିୟାବାଚକ ପଦର ମୂଳ ରୂପକୁ କ'ଣ ବୋଲି କହିଥାଉ? ନା ଅପସନ ନମ୍ବର ଇ ଯେଟା କ'ଣ କୁହନ୍ତି? ଧାତୁ ବୋଲି କହିଥାନ୍ତି। ଗୋଟେ ଧାତୁ ରୂପ ଶୁଣିଥିବେ ଆପଣ ସେଇଟା। ତାପରେ ନେକ୍ସଟ ଅଛି କ'ଣ? ଯେଉଁ ସାର୍ଥକ ସର୍ବନିମ୍ନ ମୂଳ ରୂପେ ଟି କୌଣସି କାର୍ଯ୍ୟକୁ ବୁଝାଉଥାଏ ବା ସୂଚାଉଥାଏ ତାକୁ କ'ଣ ବୋଲି କହିଥାଉ? ଯେଉଁ ସାର୍ଥକ ବା ସର୍ବନିମ୍ନ ମୂଳ ରୂପଟି କୌଣସି କାର୍ଯ୍ୟକୁ ବୁଝାଉଥାଏ ହେଲା ତାକୁ କ'ଣ ବୋଲି ଆମେ କହିଥାଉ? ଅପସନ ରେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ, କ୍ରିୟା? ହେଲା, ତେଣୁ ମୂଳ ରୂପଟା କାହାକୁ ସୂଚାଉଥାଏ? ନା ଅପସନ ନମ୍ବର କୋଉଟା ଠିକ ହବ? ଅପସନ ନମ୍ବର ଡି ଯେଟା କ'ଣ? କ୍ରିୟା। ହେଲା, କାର୍ଯ୍ୟକୁ ବୁଝୁଛି ମାନେ ସାଧାରଣତଃ କ'ଣ ହବ? କ୍ରିୟା ହବ ଆଉ ସେଇଟା ଆପଣ ଜାଣିପାରିବେ। ନେକ୍ସଟ ହଉଛି କ'ଣ? ଶବ୍ଦର ମୂଳ ପ୍ରକୃତି କିଏ? ହେଲେ ଯୋଉ ଶବ୍ଦର ମୂଳ ପ୍ରକୃତି ମାନେ ମୂଳ ରୂପ ଯେଟା କୁହନ୍ତି ପଢିକି ଆସିଲେ ଟିକେ ଆଗରୁ କ'ଣ କୁହନ୍ତି? ପ୍ରକୃତି ଯେଟା ମୂଳ ସେଇଟା କିଏ? ଅପସନ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ଧାତୁ, ପ୍ରକୃତି ନା ବୋଥ ବି ଏଣ୍ଡ ସି? ହେଲା, ତେଣୁ ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ଇ ଯେଟା କ'ଣ? ବି ଏଣ୍ଡ ସି, ବୋଥ ବି ଆଉ ସି ମାନେ ପ୍ରତିପାଦକ ବି ଧାତୁ ବି। ନେକ୍ସଟ ଦେଖିବା କ'ଣ କ୍ୱେଶ୍ଚିନଟି ଅଛି? ଶବ୍ଦ ମୂଳକ ପ୍ରତିପାଦକ କେଉଁ ରୂପେ ବାକ୍ୟରେ କ'ଣ ହୁଏ? ପଦ ରୂପେ ବ୍ୟବହୃତ ହୁଏ। ଶବ୍ଦ ମୂଳକ ପ୍ରତିପାଦକ କେଉଁ ରୂପେ ବାକ୍ୟରେ ବ୍ୟବହୃତ ହୁଏ? ଅପସନ କ'ଣ ଅଛି? ଶୁଦ୍ଧ ରୂପ, ମିଶ୍ର ରୂପ, ପ୍ରତ୍ୟୟ ନା ବୋଥ ଏ ଏଣ୍ଡ ବି? ହେଲା, ତେଣୁ ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ଡି ଯେଟା କି କ'ଣ ଅଛି? ବୋଥ ଏ ଏଣ୍ଡ ବି ମାନେ କ'ଣ? ଶୁଦ୍ଧ ରୂପରେ ବି ଆଉ କ'ଣ? ଆଉ ମିଶ୍ର ରୂପରେ ବି। ହେଲା, ମାନେ ଏ ଯୋଉ ଶବ୍ଦର ମୂଳକ ପ୍ରତିପାଦକଟି ଉଭୟ ଶୁଦ୍ଧ ରୂପେ ଆଉ ମିଶ୍ର ରୂପେ ବ୍ୟବହାର ହେଇପାରିବ। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି? କ୍ରିୟାମୂଳକ ପ୍ରକୃତି ବା ଧାତୁରେ କ'ଣ ଯୋଗ ହେଲେ ତାହା କ୍ରିୟାପଦ ଭାବେ ବାକ୍ୟରେ ବ୍ୟବହୃତ ହୁଏ? ଯଦି କ୍ରିୟାମୂଳକ ପ୍ରକୃତି ବା ଧାତୁରେ କ'ଣ ଯୋଗ ହେଲେ ତାହା କ୍ରିୟାପଦ ବାକ୍ୟରେ ବ୍ୟବହୃତ ହେଇପାରିବ? ଅପସନ ଗୋଟେ କ'ଣ ଅଛି? ଅର୍ଥକାରକ ବା ସୂଚକ ଚିହ୍ନ, ପଦ, ପ୍ରତ୍ୟୟ? ଅପସନ ନମ୍ବର ଡି କ'ଣ ଅଛି? ଅଲ୍ ମାନେ ସମସ୍ତ ଗୁଡାକ। ତେଣୁ ସଠିକ ଉତ୍ତରଟି କ'ଣ ହବ? ନା ଅଲ୍ ମାନେ ଉଭୟ ଅର୍ଥକାରକ ସୂଚକ ଚିହ୍ନ ହବ, ପଦ ବି ହେଇପାରିବ, ପ୍ରତ୍ୟୟ ବି ହେଇପାରିବ। ବୁଝିପାରିଲେ? ହେଲା, ନେକ୍ସଟ ଦେଖିବା ଏବେ କ୍ୱେଶ୍ଚିନଟି କ'ଣ ଅଛି? ଧ୍ୱନି ଗୁଡ଼ିକ ମିଶି ଅର୍ଥଟିଏ ପ୍ରଦାନ କଲେ କ'ଣ ସୃଷ୍ଟି ହୁଏ? ଯଦି ଗୋଟେ ଧ୍ୱନି ମିଶିକି ଗୋଟେ ଅର୍ଥ ପ୍ରକାଶ କରୁଥିବ ତାକୁ କ'ଣ ବୋଲି ଆମେ କହିଥାଉ? ଅପସନ ଗୋଟେ କ'ଣ ଅଛି? ଶବ୍ଦ, ପ୍ରତିପାଦକ, ପଦ, ପ୍ରକୃତି? ହେଲା, ତେଣୁ କ'ଣ ବୋଲି କହିଥାଉ? ଯଦି ଧ୍ୱନି ଗୁଡ଼ିକ ମିଶିକି ଗୋଟେ ଅର୍ଥ ପ୍ରକାଶ କରୁଥିବ ତାକୁ ଆମେ କ'ଣ ବୋଲି କହିଥାଉ? ନା ଅପସନ ନମ୍ବର ଏ ରେ କ'ଣ? ଶବ୍ଦ ବୋଲି କହିଥାଉ। ନେକ୍ସଟ ଅଛି କ'ଣ? କ୍ରିୟାର ମୂଳ ରୂପ ପ୍ରତିପାଦକ ନୁହେଁ। ହେଲା, କ୍ରିୟାର ମୂଳ ରୂପ ପ୍ରତିପାଦକ ନୁହେଁ ଏଇଟା କ'ଣ? ଉକ୍ତିଟା ଠିକ ଅଛି ନା ଭୁଲ ଅଛି? ଅପସନ ନମ୍ବର ହଉଛି ଠିକ, ବି ହଉଛି ଭୁଲ, ସି ହଉଛି ଉଭୟ ଠିକ ହେଇପାରେ ବା ଭୁଲ ହେଇପାରେ। ଅପସନ ନମ୍ବର ଡି ଅଛି କ'ଣ? କହି ହେବ ନାହିଁ। ହେଲା, ତେଣୁ ସଠିକ ଉତ୍ତରଟି କ'ଣ ହବ? ଏଇଟା ତମ ପାଇଁ ହୋମୱାର୍କ ରହିଲା। ଆମେ ତ ପଢିକି ଆସିଲୁ, ଏଇଟା ହୋମୱାର୍କ ରହିଲା। ଆପଣ କମେଣ୍ଟ ସେକ୍ସନରେ ଜଣେଇବେ ଏହାର ଉତ୍ତରଟା କ'ଣ ହବ। ହେଲା, 70 ନମ୍ବରଟା ରହିଲା ଆପଣଙ୍କ ହୋମୱାର୍କଟା। କମେଣ୍ଟ ସେକ୍ସନରେ ଜଣେଇବେ ଏ ବି ସି ଡି
ଅନୁସାରେ ଉତ୍ତରଟି କଣ ହବ? ରହିଲା। ନେକ୍ସଟ ଦେଖିବା କ୍ୱେଶ୍ଚନଟି କଣ ଅଛି? ବାକ୍ୟରେ ପ୍ରତ୍ୟେକ ଅଂଶରେ ସାର୍ଥକ ବା ସ୍ୱାଧୀନ ରୂପେ ବ୍ୟବହୃତ ହୋଇ ଭାବବୋଧ କରୁଥିବା ଶବ୍ଦକୁ କଣ ବୋଲି କହିଥାଉ? କଣ କହିଲା? ବାକ୍ୟରେ ପ୍ରତ୍ୟେକ ଅଂଶରେ ସାର୍ଥକ ବା ସ୍ୱାଧୀନ ରୂପେ ବ୍ୟବହୃତ ହୋଇ ଭାବବୋଧ କରୁଥିବା ଶବ୍ଦକୁ କଣ ବୋଲି କହିଥାଉ? ଶବ୍ଦ କହିଥାଉ, ପ୍ରତିବାଦ କହିଥାଉ, ପଦ କହିଥାଉ, ପ୍ରକୃତି କହିଥାଉ। ତେଣୁ କଣ ବୋଲି କହିଥାଉ? ନା ଅପସନ ନମ୍ବର ସି ଯେଟା କଣ କୁହନ୍ତି? ପଦ ବୋଲି କହିଥାଉ। ନେକ୍ସଟ ଦେଖିବା ବାକ୍ୟରେ ପ୍ରତ୍ୟେକ ଭାବବୋଧକ ଅଂଶକୁ କଣ ବୋଲି କୁହାଯାଏ? ବାକ୍ୟରେ ପ୍ରତ୍ୟେକ ଭାବବୋଧକ ଅଂଶକୁ କଣ ବୋଲି କହିଥାଉ? ଶବ୍ଦ, ପ୍ରତିପାଦକ, ପଦ ନା ପ୍ରକୃତି? ତେଣୁ କଣ ବୋଲି କହିଥାଉ? ନା ଅପସନ ନମ୍ବର ସି ପଦ ହେଲା। ପ୍ରତ୍ୟେକ ଅଂଶ ଯଦି ଭାବବୋଧ କରୁଥିବ ତାକୁ କଣ କୁହନ୍ତି? ପଦ ବୋଲି କହିଥାଉ। ନେକ୍ସଟ କଣ ରହିଲା? କେଉଁ ପଦର ମୂଳ ରୂପ ବା ପ୍ରକୃତି ହେଉଛି ପ୍ରତିପାଦକ? କେଉଁ ପଦର ମୂଳ ରୂପ ବା ପ୍ରକୃତି ହେଉଛି ପ୍ରତିପାଦକ? ଅପସନ କଣ ଅଛି? ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ବା ଅଲ। ତେଣୁ ସଠିକ ଉତ୍ତରଟି କଣ? ଅଲ ଅଛି, ଅଲ ମାରିଦବ ଆଉ କଣ। ବିଶେଷ୍ୟ ବୁଝ ଆଗେ, ଅଲ ସେମିତି ନାହିଁ। କେଉଁ ପଦର ମୂଳ ରୂପ ବା ପ୍ରକୃତି ହେଉଛି ପ୍ରତିପାଦକ? ବିଶେଷ୍ୟରେ ବି ହବ, ସେଇ ପ୍ରକୃତି ଆମର କଣ ପ୍ରତିପାଦକ। ବିଶେଷଣର ବି ହବ, ସର୍ବନାମ ବି ହବ, ଅବ୍ୟୟର ବି ହବ। ଦେଖିଲେ ନେକ୍ସଟ ଦେଖିବା କ୍ୱେଶ୍ଚନଟି କଣ ଅଛି? କେଉଁ ପଦର ମୂଳ ବା ପ୍ରକୃତି ହେଉଛି ଧାତୁ? ହେଲା, କେଉଁ ପଦର ମୂଳ ପ୍ରକୃତି ହେଉଛି ଧାତୁ? ହେଲା, ନେକ୍ସଟ ଅପସନରେ କଣ ଅଛି? ବିଶେଷ୍ୟ, ବିଶେଷଣ, ସର୍ବନାମ, କାର୍ଯ୍ୟସୂଚକ ପଦ ନା ଅବ୍ୟୟ ପଦ? ହେଲା, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି, ପରୀକ୍ଷାରେ ବାରମ୍ବାର ପଚାରେ। ହେଲା, ଦେଖିଦେବେ କ୍ୱେଶ୍ଚନଟା ଆଉ। ତେଣୁ ସଠିକ ଉତ୍ତରଟି 74 ନମ୍ବର କଣ ହବ? ନା ଅପସନ ନମ୍ବର କୋଉଟା? ଡି, ଯେଟା କଣ ଅଛି? ଆମର କାର୍ଯ୍ୟସୂଚକ ପଦ। କାର୍ଯ୍ୟସୂଚକ ପଦର ତାର ମୂଳ ପ୍ରକୃତି ହଉଛି କଣ? ନା ଧାତୁ। ମନେ ରହିବ। ନେକ୍ସଟ ଦେଖିବା କ୍ୱେଶ୍ଚନଟି ଧାତୁ ପ୍ରକୃତିରେ ବିଭକ୍ତି ସୂଚକ ପ୍ରତ୍ୟୟ ବା ସୂଚକ ଯୋଗ ହୋଇ ଡ୍ୟାଶ ଗଠିତ ଓ ବ୍ୟବହୃତ ହୁଏ। ଧାତୁ ପ୍ରକୃତିରେ ବିଭକ୍ତି ସୂଚକ ପ୍ରତ୍ୟୟ ବା ସୂଚକ ଯୋଗ ହୋଇ ଡ୍ୟାଶ ଗଠିତ ହୁଏ। ହେଲା, ଅପସନ କଣ ଅଛି? ବିଶେଷ୍ୟ, ବିଶେଷଣ, ସର୍ବନାମ, କାର୍ଯ୍ୟସୂଚକ ବା କ୍ରିୟାପଦ ବା ଅବ୍ୟୟ। ହେଲା, ତେଣୁ କଣ ହବ ସଠିକ ଉତ୍ତରଟି? ନା ଅପସନ ନମ୍ବର ଡି, ଯେଟା କଣ କାର୍ଯ୍ୟସୂଚକ କ୍ରିୟାପଦ। ଏଇଟା ମାନେ ଧାତୁ ଏଇଟା ମୂଳ ରୂପ ଟିକେ ଆଗରୁ ପଢି ଆସିଲୁ, କଣ କୁହନ୍ତି? ଆମର ଏ ଯୋଉ କାର୍ଯ୍ୟସୂଚକ ପଦର ନା ଆମେ କଣ କହିଥାଉ? ନା ଧାତୁ କହିଥାଉ। ଧାତୁରେ ସେମିତି ଯଦି ବିଭକ୍ତି ସୂଚକ ଯୋଗ ହବ ତାହେଲେ କଣ ତିଆରି ହବ? ନା କାର୍ଯ୍ୟସୂଚକ କ୍ରିୟାପଦ ଯେଟା। ହେଲା, ସେଇଟା ଉଲଟେଇକି ଦେଲା କ୍ୱେଶ୍ଚନଟା ଆଉ। ନେକ୍ସଟ କ୍ୱେଶ୍ଚନ କଣ ଅଛି? କୋଉ ବିଶେଷ୍ୟ ସମୂହ, ଶ୍ରେଣୀ ବର୍ଗ, ଶ୍ରେଣୀ ବର୍ଗ, ଗୋଷ୍ଠୀ ବା ଜାତିର ନାମକୁ ବୁଝାଏ? ହେଲା, କେଉଁ ବିଶେଷଟି ସମୂହ, ଶ୍ରେଣୀ, ବର୍ଗ, ଗୋଷ୍ଠୀ ଓ ଜାତିର ନାମକୁ ବୁଝାଏ? ଆଗରୁ ପଢିକି ଆସେ। ଅପସନରେ କଣ ଅଛି? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ତେଣୁ ଯଦି ଶ୍ରେଣୀ, ବର୍ଗ, ଗୋଷ୍ଠୀ ସମୂହ ଯଦି ବୁଝଉଥିବ ତାହେଲେ କଣ ବୋଲି ଆମେ ତାକୁ କହିଥାଉ? ନା ଅପସନ ନମ୍ବର ବି ଜାତିବାଚକ ବିଶେଷ୍ୟ। ପଢିକି ଆସିଥିଲେ। ନେକ୍ସଟ ଦେଖିବା କଣ ଅଛି? କେଉଁ ବିଶେଷ୍ୟ ସେହି ସମଜାତିର ଏକ ନିର୍ଦ୍ଦିଷ୍ଟ ଅଂଶ ବା ଗଟିକର ନାମକୁ କେବଳ ବୁଝାଏ? ବଢିଆ କ୍ୱେଶ୍ଚନଟି ଅଛି। ହେଲା, ଅପସନ କଣ ଅଛି? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ତେଣୁ ଯଦି କୌଣସି ବିଶେଷ୍ୟ ସେହି ସମଜାତିର ଏକ ନିର୍ଦ୍ଦିଷ୍ଟ ଅଂଶ ବା ଗଟିକର ନାମକୁ ବୁଝଉଥିବ ତାକୁ ଆମେ କଣ ବୋଲି କହିଥାଉ? ତେଣୁ ସଠିକ ଉତ୍ତରଟି କଣ ହବ? ନା ନାମବାଚକ ବିଶେଷ୍ୟ। ନିର୍ଦ୍ଦିଷ୍ଟ କହିଛି ନା, ନିର୍ଦ୍ଦିଷ୍ଟ ଅଂଶ ବା ଗଟିକର ନାମକୁ ଯଦି ବୁଝଉଥିବ ତାହେଲେ କଣ ହବ? ନାମବାଚକ ବିଶେଷ୍ୟ। ନେକ୍ସଟ ଦେଖିବା ବ୍ୟକ୍ତିବାଚକ ବିଶେଷ୍ୟଟି ନିର୍ଦ୍ଦିଷ୍ଟ ସଂଜ୍ଞାକୁ ନ ବୁଝାଇ ସମୂହର ତୁଳନାତ୍ମକ ପ୍ରତୀକ ରୂପେ ବ୍ୟବହୃତ ହେଲେ ସେହି ପଦଟି କେଉଁ ପ୍ରକାର ବିଶେଷ୍ୟ ହୋଇଥାଏ? ହେଲା, କଣ ହବ ଅପସନ ଗୁଡିକ ମଧ୍ୟରୁ? ଗୁଣବାଚକ ବିଶେଷ୍ୟ ହବ ନା ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ? କଣ ବୋଲି କହିଥାଉ ଆମେ? ନା ସଠିକ ଉତ୍ତରଟି କୋଉଟା ହବ? ନା ଅପସନ ନମ୍ବର ବି, ଯେଟା କି ଜାତିବାଚକ ବିଶେଷ୍ୟ। ପଢିକି ଆସିଲେ। ନେକ୍ସଟ କ୍ୱେଶ୍ଚନଟି ଦେଖିବା କଣ ଦେଇଛି? ଡ୍ୟାଶ ବିଶେଷ୍ୟ ଏକକ ଓ ନିର୍ଦ୍ଦିଷ୍ଟକୁ ବୁଝାଏ। ହେଲା, କୋଉ ବିଶେଷ୍ୟଟା ଏକକ ବା ନିର୍ଦ୍ଦିଷ୍ଟକୁ ବୁଝାଏ? ଗୁଣବାଚକ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ? ହେଲା, କାହାକୁ ବୁଝାଇଥାଏ? ନା ଅପସନ ନମ୍ବର ଡି, ଯେଟା କଣ ନାମବାଚକ ବିଶେଷ୍ୟ। ନିର୍ଦ୍ଦିଷ୍ଟ ଆଉ ଏକକକୁ ବୁଝାଇଥାଏ। ନେକ୍ସଟ ହେଲା କ୍ରିୟାବାଚକ ଶବ୍ଦ କେତେ ପ୍ରକାର? ଯୋଉ କ୍ରିୟାବାଚକ ଶବ୍ଦ ଆମେ କହୁଛୁ ସେଟା କେତେ ପ୍ରକାରର ଓଡିଆ ଗ୍ରାମାର ଅନୁସାରେ? 3, 4, 2, 5। ତେଣୁ କ୍ରିୟାବାଚକ ଶବ୍ଦଟା ଆମର କେତେ ପ୍ରକାର ଓଡିଆରେ? ନା ଅପସନ ନମ୍ବର ସି, ଯେଟା କଣ 2 ପ୍ରକାରର। ହେଲା, କ୍ରିୟାବାଚକ ହଉଛି ଆମର ଶବ୍ଦଟି 2 ପ୍ରକାରର। ମନେ ରହିବ। ନେକ୍ସଟ ଅଛି କଣ? ଯେଉଁ କ୍ରିୟାପଦରୁ କାଳ, ବଚନ, ପୁରୁଷ, କାର୍ଯ୍ୟ, ସାଧନ ଅର୍ଥ ପ୍ରକାଶ ନ ପାଇ କେବଳ କାର୍ଯ୍ୟର ନାମଟିକୁ ବୁଝାଏ ତାକୁ କଣ ବୋଲି କହିଥାଉ? ଅପସନ କଣ ଅଛି? ସିଦ୍ଧ କ୍ରିୟା, ସାଧ୍ୟ କ୍ରିୟା, ବିଶେଷଣ, ବିଶେଷ୍ୟ। କ୍ରିୟାପଦରୁ କାଳ, ବଚନ, ପୁରୁଷ, କାର୍ଯ୍ୟର ସାଧନର ଅର୍ଥ ପ୍ରକାଶ ନ ପାଇ କେବଳ କାର୍ଯ୍ୟର ନାମଟାକୁ ସେ ବୁଝଉଥିବ ତାକୁ ଆମେ କଣ ବୋଲି କହିଥାଉ? ତେଣୁ ସଠିକ ଉତ୍ତର କଣ? ନା ଅପସନ ନମ୍ବର ଏ, ଯେଟା କଣ ସିଦ୍ଧ କ୍ରିୟା। ହେଲା, ସିଦ୍ଧ କ୍ରିୟା ବୋଲି ଆମେ
କହିଥାଉ। ନେକ୍ସଟ ହେଲା ଯେଉଁ କ୍ରିୟା ପଦରୁ କାଳ, ବଚନ, ପୁରୁଷ ଅନୁସାରେ କାର୍ଯ୍ୟ ସାଧନ ବୁଝାଏ ହେଲା ତାକୁ କଣ କହିଥାଏ? ଏଟା ନ ବୁଝେ କେବଳ କାର୍ଯ୍ୟର ନାମକୁ ବୁଝେ ତାକୁ ସିଦ୍ଧ କ୍ରିୟା କୁହନ୍ତି। ଯଦି କହୁଥିବ କାଳ, ବଚନ, ପୁରୁଷ ଯଦି ବୁଝଉଥିବ ତାକୁ କଣ ବୋଲି କହିଥାଉ? ସିଦ୍ଧ କ୍ରିୟା, ସାଧ୍ୟ କ୍ରିୟା, ବିଶେଷଣ, ବିଶେଷ୍ୟ କଣ ବୋଲି କହିଥାଉ? ନା ଅପସନ ନମ୍ବର ବି ରେ କଣ ସାଧ୍ୟ କ୍ରିୟା। ତେଣୁ ସିଦ୍ଧ କ୍ରିୟା ଆଉ ସାଧ୍ୟ କ୍ରିୟା ବୁଝିପାରିଲ? ଏ ଯୋଉ ଦିଟା ଆମେ ପଢିଥିଲୁ ଗୋଟେ ହଉଛି କଣ ସିଦ୍ଧ କ୍ରିୟା ଆଉ ଗୋଟେ କଣ ସାଧ୍ୟ କ୍ରିୟା। ବୁଝିପାରିଲ ଦି ପ୍ରକାର କଣ କଣ? ନେକ୍ସଟ ଦେଖିବା କଣ ଅଛି ଡେସ୍ କୁ ଆମେ ଶୁଦ୍ଧ କ୍ରିୟା ପଦ ଭାବରେ ବ୍ୟବହୃତ କରୁ। କାହାକୁ? ସିଦ୍ଧ କ୍ରିୟା, ସାଧ୍ୟ କ୍ରିୟା, ବିଶେଷଣ, ବିଶେଷ୍ୟ କାହାକୁ ଆମେ ଶୁଦ୍ଧ କ୍ରିୟା ରୂପେ ବ୍ୟବହୃତ କରିଥାଉ? ନା ଅପସନ ନମ୍ବର କୋଉଟା ବି ଏ କଣ ସାଧ୍ୟ କ୍ରିୟା। କାରଣ ସେଇଥିରେ ଆମେ ଜଣା ପଡେ ନା କାଳ, ବଚନ, ପୁରୁଷ ଏଗୁଡା ସବୁ ଜଣା ପଡେ କିନ୍ତୁ ଆଗଟାରେ ଜଣା ପଡୁନଥିଲା। ନେକ୍ସଟ ହେଲା କଣ ସିଦ୍ଧ କ୍ରିୟା ପଦ ଗୁଡିକର ସାଧାରଣତଃ କି ପଦ ଭାବରେ ବାକ୍ୟରେ ବ୍ୟବହୃତ ହୁଏ? ସିଦ୍ଧ କ୍ରିୟା ଗୁଡାକ କୋଉ ଭାବରେ ଆମେ ବ୍ୟବହୃତ ହେଇଥାଏ? ଅପସନ କଣ ଅଛି ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ସିଦ୍ଧ କ୍ରିୟାଟା ଆମେ କଣ ଭାବେ ବ୍ୟବହାର କରିଥାଉ? ନା ଅପସନ ନମ୍ବର ଇ ଯେଟା କଣ କ୍ରିୟାବାଚକ ବିଶେଷ୍ୟ। ମନେ ରଖିବ। ନେକ୍ସଟ ଦେଖିବା ବାକ୍ୟରେ କ୍ରିୟାର ସାଧନ ଅବସ୍ଥାଟିକୁ କେଉଁ ପଦ ରୂପେ ଆମେ ବ୍ୟବହାର କରାଯାଏ? ବିଶେଷ୍ୟ ପଦ, ବିଶେଷଣ ପଦ, କ୍ରିୟା, ସର୍ବନାମ ପଦ ହେଲା। ବାକ୍ୟରେ କ୍ରିୟାର ସାଧନ ଅବସ୍ଥାଟିକୁ କଣ ଭାବରେ ଆମେ ବ୍ୟବହାର କରିଥାଉ? ନା ଅପସନ ନମ୍ବର ସି ଯେଟା କଣ କ୍ରିୟାପଦ ଭାବରେ ବ୍ୟବହାର କରିଥାଉ। ନେକ୍ସଟ ଅଛି କଣ ପୁରୁଷବାଚକ ବିଶେଷ୍ୟ ପଦର ପରେ କେଉଁ ପ୍ରତ୍ୟୟ ଲଗାଇ ଆମେ ନାରୀବାଚକ ବିଶେଷ୍ୟ ଗଠନ କରିଥାଉ? ପୁରୁଷବାଚକ ବିଶେଷ୍ୟରେ ଆମେ କୋଉ ପ୍ରତ୍ୟୟଟା ଲଗେଇଥାଉ ଯାହା ନାରୀବାଚକ ବିଶେଷ୍ୟ ରୂପେ ଗଠିତ ହେଇଥାଏ? ଅପସନ କଣ ଅଛି ଇଆ, ଇ ଆଉ ଆଣି ଆଉ ଉଣି ନା ଅଲ୍ ଅଫ୍ ଦିସ୍? ତେଣୁ ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଇ ଅଲ୍ ଅଫ୍ ଦିସ୍ ଅଛି। ଆଉ ମାନେ ବୁଝନ୍ତୁ ଇଆ ହଉ, ଉ ହଉ, ଆଣି ହଉ ଆଉ ଉଣି ହଉ ସବୁଗୁଡାକ ଲଗେଇଲେ କଣ ହବ? ଯଦି ପୁରୁଷବାଚକ ଥିବ ନାରୀବାଚକ ବିଶେଷ୍ୟ ରୂପେ ଗଠିତ ହେଇଯିବ। ତାପରେ ନେକ୍ସଟ କ୍ୱେଶ୍ଚନ କଣ ରହିଲା ଅପ୍ରାଣୀବାଚକ ବିଶେଷ୍ୟଟି କଣ? କିଏ? କଣ ନାହିଁ କିଏ? ଅପ୍ରାଣୀବାଚକ ବିଶେଷ୍ୟଟା ବସ୍ତୁ ଗୁଣବାଚକ ବିଶେଷ୍ୟ ନା ବସ୍ତୁ ଭିତ୍ତିକ ଜାତିବାଚକ ବିଶେଷ୍ୟ ନା ବସ୍ତୁବାଚକ ବିଶେଷ୍ୟ ନା ସମସ୍ତ? ତେଣୁ ସଠିକ ଉତ୍ତରଟି ସମସ୍ତ ଯେନ ସମସ୍ତଟା ହିଁ ହବ। କିନ୍ତୁ ଅପ୍ରାଣୀବାଚକ ବିଶେଷ୍ୟଟା ଗୁଣବାଚକ ବିଶେଷ୍ୟ ହେଇପାରେ, ବସ୍ତୁ ଭିତ୍ତିକ ଜାତିବାଚକ ବିଶେଷ୍ୟ ହେଇପାରେ, ବସ୍ତୁବାଚକ ବିଶେଷ୍ୟ ବି ହେଇପାରେ। ନେକ୍ସଟ କ୍ୱେଶ୍ଚନ ଦେଖିବା ଏବେ କଣ କେଉଁ ବିଶେଷ୍ୟରେ ବହୁ ବଚନରେ ବହୁ ବଚନରେ ମାନେ ପ୍ରତ୍ୟୟ ନ ଲାଗି ଗୁଡା, ଗୁଡିକ ଆଉ ଗୁଡାକ ଆଦି ଲାଗେ ହେଲା। ଅପସନରେ କଣ ଅଛି ଅପ୍ରାଣୀବାଚକ ବିଶେଷ୍ୟ, ପ୍ରାଣୀବାଚକ ବିଶେଷ୍ୟ, ସଜୀବ ବିଶେଷ୍ୟ, ନିର୍ଜୀବ ବିଶେଷ୍ୟ। କୋଉ ବିଶେଷ୍ୟରେ କଣ ହୁଏ ବହୁ ବଚନର ମାନେ ପ୍ରତ୍ୟୟ ନ ଲାଗି ମାନେ ଏଇ ଯୋଉ ଆମେ ଧର ଗାଈ ମାନେ, ଛେଳି ମାନେ ନ ଲାଗି ସେଥିରେ କଣ ଲାଗେ ଗୁଡା, ଗୁଡିକ, ଗୁଡାକ ଆଦି ଲାଗିଥାଏ। ତେଣୁ ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର କୋଉଟା ଏ ହବ ହେଲା। କଣ ଅଛି ଅପ୍ରାଣୀବାଚକ ବିଶେଷ୍ୟ। ଆଉ କଣ ହେଇବ ନିର୍ଜୀବ ଆମର କଣ ବି ଲାଗିପାରେ ବେଳେ ବେଳେ ହେଲା। ତେଣୁ ମନେ ରଖିଥିବେ ଏ ହେଇପାରେ କିମ୍ବା ଡି ହେଇପାରେ। ବେଳେ ବେଳେ ଡି ରେ ବି ଲାଗେ, ନିର୍ଜୀବ ବିଶେଷ୍ୟରେ ବି ଲାଗେ, ସାଧାରଣତଃ ଅପ୍ରାଣୀବାଚକ ବିଶେଷ୍ୟ ବି ଲାଗେ। ମନେ ରଖିଥିବେ। ନେକ୍ସଟ ଦେଖିବା ଯେମିତି କି ଏକ୍ସାମ୍ପଲ ଆକାରରେ ଆପଣ ଦେଖିପାରିବେ ଘର ଗୁଡିକ, ବହି ଗୁଡିକ ମାନେ ନିର୍ଜୀବ ଆକାରରେ ଏଗୁଡା ସବୁ କଣ ବ୍ୟବହାର କରାଯାଉଛି ହେଲା। ଆଉ ନଦୀ ଗୁଡିକ ହେଲା, କାଠ ଗୁଡିକ ସେମିତି ନିର୍ଜୀବ ବସ୍ତୁରେ ଲାଗିପାରେ। ନେକ୍ସଟ ରହିଲା କଣ ଯେଉଁ ବିଶେଷ୍ୟ ଗୁଡିକ ଦେଖିବା ସ୍ପର୍ଶ କରି ହୁଏ ତାକୁ କଣ ବୋଲି କୁହାଯାଏ? ଅଗ୍ରଣୀୟ ବିଶେଷ୍ୟ, ଗଣନୀୟ ବିଶେଷ୍ୟ, ମୂର୍ତ୍ତବାଚକ ବିଶେଷ୍ୟ, ଅମୂର୍ତ୍ତବାଚକ ବିଶେଷ୍ୟ। ଯେଉଁ ବିଶେଷ୍ୟ ଗୁଡିକ ସ୍ପର୍ଶ କରି ହୁଏ ତାହାକୁ କଣ ବୋଲି ଆମେ କହିଥାଉ? ସଠିକ ଉତ୍ତରଟି କଣ? ଅପସନ ନମ୍ବର ସି ଯୋଉଟା କି ମୂର୍ତ୍ତବାଚକ ବିଶେଷ୍ୟ। ସ୍ପର୍ଶ ଯଦି କରୁଥିବ ମୂର୍ତ୍ତବାଚକ ବିଶେଷ୍ୟ ଆମେ କହିଥାଉ। ନେକ୍ସଟ ଦେଖିବା ମୂର୍ତ୍ତବାଚକ ବିଶେଷ୍ୟକୁ କଣ କୁହାଯାଏ? ହେଲା ଏଇ ଯୋଉ ମୂର୍ତ୍ତବାଚକ ବିଶେଷ୍ୟ ଯୋଉଟା କି ଆମେ ସ୍ପର୍ଶ କରିବୁ ତାକୁ କଣ ବୋଲି କହିହବ? ମନ୍ୟଗଣ୍ୟ ବିଶେଷ୍ୟ, ଇନ୍ଦ୍ରିୟ ଗଣ୍ୟ ବିଶେଷ୍ୟ, ଗଣନୀୟ ବିଶେଷ୍ୟ, ଅଗଣନୀୟ ବିଶେଷ୍ୟ କଣ ବୋଲି କହିଥାଉ? ନା ଅପସନ ନମ୍ବର ବି ଯେଟା କଣ ଇନ୍ଦ୍ରିୟ ଗଣ୍ୟ ବିଶେଷ୍ୟ। ମାନେ ଇନ୍ଦ୍ରିୟରେ ଆମେ ଛୁଇଁ ପାରୁଛୁ ବା ସ୍ପର୍ଶ କରିପାରୁଛୁ ସେଥିପାଇଁ କଣ କୁହାଯିବ? ଇନ୍ଦ୍ରିୟ ଗଣ୍ୟ ବିଶେଷ୍ୟ ବୋଲି କୁହାଯାଇ ପାରିବ। ନେକ୍ସଟ କ୍ୱେଶ୍ଚନ କିଏ ଇନ୍ଦ୍ରିୟ ଗଣ୍ୟ ବିଶେଷ୍ୟରେ ଅନ୍ତର୍ଭୁକ୍ତ ନୁହେଁ? ଏଥିରୁ କୋଉଟା ଆଡେ ଇନ୍ଦ୍ରିୟ ଗଣ୍ୟ ବା ଛୁଇଁ ହବନି, ସ୍ପର୍ଶ କରିହବନି, ଏଥିରେ ଅନ୍ତର୍ଭୁକ୍ତ ନୁହେଁ? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ। କାହାକୁ ଆମେ ସ୍ପର୍ଶ କରିପାରିବୁନି? ସେଠି ଯଦି କଣ ହବ? ନା ଅପସନ ନମ୍ବର ଏ ଯେଟା କଣ ଗୁଣବାଚକ। ଗୋଟେ ଗୁଣକୁ ତମେ କେବେ ଚିହ୍ନି ପାରିବନି, ସେ ସୁନ୍ଦର ହଉ ଗରିବ ହଉ ତାକୁ ତମେ କେବେ ଛୁଇଁ ପାରିବନି ହେଲା। ବୁଝିପାରିଲେ? ସେଥିପାଇଁ ସେଟା ଇନ୍ଦ୍ରିୟ ଗଣ୍ୟ ବିଶେଷ୍ୟ ନୁହେଁ। ତାପରେ ନେକ୍ସଟ କଣ ଗଲା ଯେଉଁ ବିଶେଷ୍ୟ ଗୁଡିକ ଇନ୍ଦ୍ରିୟ ଗଣ୍ୟ ନୁହେଁ କି ଛୁଇଁ ହୁଏ ନାହିଁ ସେଗୁଡିକ କଣ କୁହାଯାଏ? ଛୁଇଁ ହୁଏକୁ କଣ କୁହାହେଲା ଆମର ମୂର୍ତ୍ତବାଚକ। ସେଇଭଳିଆ ଯଦି ଛୁଇଁ ହବନି ତାକୁ କଣ କୁହାଯିବ? ଅପସନ କଣ ଅଛି ଅଗଣନୀୟ ବିଶେଷ୍ୟ, ଗଣନୀୟ ବିଶେଷ୍ୟ, ମୂର୍ତ୍ତବାଚକ ବିଶେଷ୍ୟ, ଅମୂର୍ତ୍ତବାଚକ ବିଶେଷ୍ୟ କଣ ବୋଲି କୁହାଯିବ? ଅପସନ ନମ୍ବର ଡି ଅମୂର୍ତ୍ତବାଚକ। ଯେଟା ଛୁଇଁ ହେଲା ମୂର୍ତ୍ତବାଚକ, ଯେଟା ଛୁଇଁ ହବନି ଅମୂର୍ତ୍ତବାଚକ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ଆମର ଅମୂର୍ତ୍ତବାଚକ ବିଶେଷ୍ୟକୁ କଣ ବୋଲି କୁହାଯିବ? ମନଗଣ୍ୟ ବିଶେଷ୍ୟ, ଇନ୍ଦ୍ରିୟ ଗଣ୍ୟ ବିଶେଷ୍ୟ, ଗଣନୀୟ ବିଶେଷ୍ୟ, ଅଗଣନୀୟ ବିଶେଷ୍ୟ କଣ ବୋଲି କୁହାଯିବ? ସଠିକ ଉତ୍ତରଟି ନା ଅପସନ ନମ୍ବର କୋଉଟା? ଅପସନ ନମ୍ବର ଏ ଯେଟା କଣ ଅଛି
ଅମୃତବାଚକ ବିଶେଷ୍ୟ। ବୁଝିପାରିଲେ? ଏଇ ଯୋଉ ଅମୃତବାଚକ ବିଶେଷ୍ୟ ତାକୁ କଣ ବୋଲି କୁହାଯିବ ନା ଅପସନ ନମ୍ବର କୋଉଟା ଏ ଯୋଉଟା କି ମନଗଣ୍ୟ ବିଶେଷ୍ୟ। ବୁଝିପାରିଲ? ଅପସନ ନମ୍ବର ଏ ମନଗଣ୍ୟ ବିଶେଷ୍ୟ। ନେକ୍ସଟ ରହିଲା କଣ କ୍ୱେଶ୍ଚନଟି କିଏ ମନଗଣ୍ୟ ବିଶେଷରେ ଅନ୍ତର୍ଭୁକ୍ତ ହେଲା ଏଥିରୁ କୋଉଟାଟେ ମନଗଣ୍ୟ ବା ଅମୃତବାଚକ ଯେଟା ରହିଲା ଛୁଇଁ ହୁଏ ନାହିଁ ତାକୁ ତା ଭିତରେ ଅନ୍ତର୍ଭୁକ୍ତ ଗୁଣବାଚକ ଜାତିବାଚକ ବିଶେଷ୍ୟ କ୍ରିୟାବାଚକ ବିଶେଷ୍ୟ ଏ ଏଣ୍ଡ ସି କୋଉଟା ହବ କାହାକୁ ଆମେ ଛୁଇଁ ପାରିବାନି ନା ସଠିକ ଉତ୍ତରଟି କଣ ନା ଅପସନ ନମ୍ବର ଡି ଯେଟା କଣ ଏ ଆଉ ସି ହବ ଏ ହବ ଆଉ ସି ହବ ମାନେ ଗୁଣବାଚକ ବିଶେଷ୍ୟ କ୍ରିୟାବାଚକ ବିଶେଷ୍ୟ ତାକୁ ଆମେ ସ୍ପର୍ଶ କରିପାରିବାନି ହେଲା। ନେକ୍ସଟ କ୍ୱେଶ୍ଚନଟି କଣ ରହିଲା କେଉଁ ପଦରେ ବିଭକ୍ତି ଯୋଗ ହେଲେ ତାର ମୂଳ ରୂପ ବଦଳେ ନାହିଁ ଏମିତି ଗୋଟେ ପଦ କୁହନ୍ତୁ ଯୋଉଥିରେ କଣ ହବ ଆମର ବିଭକ୍ତି ଯୋଗ ହେଲେ ତାର ମୂଳ ରୂପ କେବେ ବଦଳିବ ନାହିଁ ବିଶେଷ୍ୟ ପଦ ବିଶେଷଣ ପଦ କ୍ରିୟାପଦ ସର୍ବନାମ ପଦ କୋଉଟା ହବ ସଠିକ ଉତ୍ତରଟି ନା ଅପସନ ନମ୍ବର ଏ ଯେଟା କଣ ବିଶେଷ୍ୟ ପଦ ଏଥିରେ ବିଭକ୍ତି ଲାଗିଲେ ବି ତାର ମୂଳ ରୂପ କେବେ ବଦଳିବ ନାହିଁ। ନେକ୍ସଟ ଦେଖିବା କ୍ରିୟାବାଚକ ବିଶେଷ୍ୟ ପଦକୁ ଆଧାର କରି କେଉଁ ବିଶେଷ୍ୟ ତିଆରି ହୋଇ ବ୍ୟବହାର କରାଯାଏ ହେଲା କ୍ରିୟାବାଚକ ବିଶେଷ୍ୟ ପଦକୁ ଆଧାର କରି କେଉଁ ବିଶେଷ୍ୟ ତିଆରି ହୋଇ ବ୍ୟବହାର କରାଯାଏ ଅପସନ କଣ ଅଛି ଗୁଣବାଚକ ବିଶେଷ୍ୟ ଜାତିବାଚକ ବିଶେଷ୍ୟ ଆଉ ବସ୍ତୁବାଚକ ନାମବାଚକ କୋଉଟାକୁ ଆମେ ବ୍ୟବହାର କରିଥାଉ ନା ଅପସନ ନମ୍ବର ବି ଯେଟା କଣ ଜାତିବାଚକ ବିଶେଷ୍ୟ ମନେ ରହିବ ହେଲା। ନେକ୍ସଟ ଦେଖିବା କଣ କ୍ୱେଶ୍ଚନଟି ଅଛି ଏକ ବଚନ ଓ ବହୁ ବଚନ ରୂପେ ସମାନ ଥିବା ବିଶେଷ୍ୟ ପଦ ବହୁ ବଚନରେ ବ୍ୟବହାର ବେଳେ ଏହାକୁ କଣ ବୋଲି କୁହାଯାଏ ଏକ ବଚନ ଓ ବହୁ ବଚନ ରୂପ ସମାନ ଥିବା ବିଶେଷ୍ୟ ପଦ ବହୁ ବଚନରେ ବ୍ୟବହାର ବେଳେ କଣ ବୋଲି କୁହାଯାଏ ଗୁଣବାଚକ ବିଶେଷ୍ୟ ଜାତିବାଚକ ବିଶେଷ୍ୟ ବସ୍ତୁବାଚକ ବିଶେଷ୍ୟ ସମଷ୍ଟିବାଚକ ବିଶେଷ୍ୟ କଣ ବୋଲି ଆମେ କହିଥାଉ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ସମଷ୍ଟିବାଚକ ବିଶେଷ୍ୟ ଯଦି ଏକ ବଚନ ବହୁ ବଚନ ବ୍ୟବହାର କରାଯାଏ ତାକୁ କଣ ବୋଲି କହିଥାଉ ନା ସମଷ୍ଟିବାଚକ ବିଶେଷ୍ୟ ବୋଲି ଆମେ କହିଥାଉ। ନେକ୍ସଟ ଦେଖିବା କ୍ୱେଶ୍ଚନଟି କଣ ଅଛି ସମଷ୍ଟିବାଚକ ଅର୍ଥ ପ୍ରକାଶ କରୁଥିବା ପଦ ଅଥବା ସ୍ୱତନ୍ତ୍ର ଏକ ରୂପ ବିଶିଷ୍ଟ ପଦକୁ କେଉଁ ବିଶେଷ୍ୟ ପଦ ରୂପେ ଗଣନା କରାଯାଏ ଗୁଣବାଚକ ଜାତିବାଚକ ବସ୍ତୁବାଚକ ନାମବାଚକ ହେଲା ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି ଯେଟା କଣ ଜାତିବାଚକ ବିଶେଷ୍ୟ ହେଲା। ନେକ୍ସଟ କ୍ୱେଶ୍ଚନଟି କଣ ଅଛି ଏକ ନିର୍ଦ୍ଦିଷ୍ଟ ଶବ୍ଦ ବିଶିଷ୍ଟ ବିଶେଷ୍ୟକୁ କଣ କୁହାଯାଏ ଏକ ନିର୍ଦ୍ଦିଷ୍ଟ ଶବ୍ଦ ବିଶିଷ୍ଟ ବିଶେଷ୍ୟ କଣ ବୋଲି କୁହାଯାଏ ଯୌଗିକ ସରଳ ବିଶେଷ୍ୟ ଗଣନୀୟ ବିଶେଷ୍ୟ ଅଗଣନୀୟ ବିଶେଷ୍ୟ ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ସରଳ ବିଶେଷ୍ୟ ହେଲା। ଆଜିର ଲାଷ୍ଟ କ୍ୱେଶ୍ଚନ ଏଇ ଟପିକ ର ଲାଷ୍ଟ କ୍ୱେଶ୍ଚନ ପରେ ଦେଖିବା ଦୁଇ ଶବ୍ଦ ବିଶିଷ୍ଟ ଯୋଡା ବା ଯୁଗ୍ମ ବିଶେଷ୍ୟ ପଦକୁ କଣ ବୋଲି କୁହାଯାଏ ହେଲା କଣ କହିଲା ଦୁଇ ଶବ୍ଦ ବିଶିଷ୍ଟ ଯୋଡା ବା ଯୁଗ୍ମ ବିଶେଷ୍ୟ ପଦକୁ କଣ ବୋଲି କୁହାଯାଏ ଯୌଗିକ ବିଶେଷ୍ୟ ସରଳ ବିଶେଷ୍ୟ ଗଣନୀୟ ବିଶେଷ୍ୟ ଅଗଣନୀୟ ବିଶେଷ୍ୟ ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ଯୌଗିକ ବିଶେଷ୍ୟ ବୁଝିପାରିଲେ ହେଲା ଦୁଇ ଶବ୍ଦ ବିଶିଷ୍ଟ ଯୋଡା ବା ଯୁଗ୍ମ ବିଶେଷ୍ୟ ପଦକୁ କଣ କୁହନ୍ତି ଯୌଗିକ ବିଶେଷ୍ୟ ବୋଲି କୁହନ୍ତି। ତେଣୁ ଆଉ ଏତିକି ଯେ କ୍ୱେଶ୍ଚନ ଦେଖାହଉଛି ସେଗୁଡା କଣ ସେଗୁଡା ରିଭିଜନ ପାଇଁ ଅଛି ହେଲା ତେଣୁ ଆମର ଟୋଟାଲ ବିଶେଷ୍ୟରେ 100ଟି କ୍ୱେଶ୍ଚନ ଆମେ ଡିସ୍କସନ କରିଦେଲୁ ଆପଣ ଗୋଟେ କାମ ଆମର କେତେ ରଖିଲେ ଆଜିର କ୍ଲାସରେ ମତେ କମେଣ୍ଟ ସେକ୍ସନରେ ଜଣେଇବେ 40-50 ଯାହା ବି ରଖିଥିବେ କମେଣ୍ଟ ଜଣେଇବେ ମୁଁ ଜାଣିବି ତାର କେମିତି ଆପଣ ପ୍ରିପାରେସନ ଚାଲିଛି ଯଦି ଭିଡିଓଟି ଭଲ ଲାଗିଲା ଆପଣ ଭିଡିଓଟିକୁ ପ୍ଲିଜ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ସବସ୍କ୍ରାଇବ କରିବା ଫଳରେ କଣ ହବ ଯେତେବେଳେ ମୁଁ କ୍ଲାସ ଅପଲୋଡ କରୁଛି ଆପଣଙ୍କ ପାଖରେ ପହଞ୍ଚି ପାରିବେ ଆପଣ ଭିଡିଓ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ କରୁନାହାନ୍ତି ଏଟା ଭଲ କଥା ନୁହେଁ ନା 90% ଲୋକ କଣ କରୁଛନ୍ତି ପିଲାମାନେ ଯେଉଁମାନେ ପଢୁଛନ୍ତି ସେ ସବସ୍କ୍ରାଇବ କରୁନାହାନ୍ତି ସବସ୍କ୍ରାଇବ କଲେ କଣ ହବ ଭିଡିଓଟା ଆପଣଙ୍କ ପାଖରେ ପହଞ୍ଚି ପାରିବ ହେଲା ଖାଲି ଦେଖିଦେଲେ ୟା ପରେ ବହୁତ ଗୁଡାକ ଟପିକ ଆମେ କଭର କରିବୁ ଆଉ ଯଦି ସବସ୍କ୍ରାଇବ କରୁଛନ୍ତି ପାଖରେ ବେଲ ନୋଟିଫିକେସନ ଅଲ ନୋଟିଫିକେସନ ଅନ୍ କରିଦେବେ ଯାହାଫଳରେ କି ଭିଡିଓର ଯେତେବେଳେ ମୁଁ ଅପଲୋଡ କରୁଛି ଆପଣଙ୍କ ପାଖରେ ନୋଟିଫିକେସନ ଯିବ ବୁଝିପାରିଲେ ତେଣୁ ଆଜି ପାଇଁ ଏତିକି ରହୁଛି ନୂଆ ଗୋଟେ ଟପିକରେ ନୂଆ ଗୋଟେ ଭିଡିଓରେ ଆପଣଙ୍କ ସହିତ ଦେଖାହବ ସେଥିପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।